ଆପଣ ପରିଚୟ। ଗୌତମ ସାହୁ ଶ୍ରୀଚକ୍ର ସାହିତ୍ୟ ସଂସଦର ପ୍ରତିଷ୍ଠାତା ଏବଂ ସ୍ୱାବଲମ୍ବୀ ଭାରତ ଅଭିଯାନର କୋଡ଼ିଏଟର ସାହିତ୍ୟ ସଂସଦର ଆଜି ଯେଉଁ କାର୍ଯ୍ୟକ୍ରମ ଥିଲା ଭଦ୍ରକରେ ଏହାର ପ୍ରଥମ ବାର୍ଷିକ ବନ୍ଧୁ ମିଳନ କାର୍ଯ୍ୟକ୍ରମ ପ୍ରତ୍ୟେକ ଜିଲ୍ଲାରୁ ଚେଷ୍ଟା କରିଥିଲୁ ଆମେ ଡାକିବା ପାଇଁ ଏବଂ କିଛି ଜିଲ୍ଲାରୁ ମଧ୍ୟ ଭାଇମାନେ ଉପସ୍ଥିତ ରହିଛନ୍ତି ଏବଂ ଆମର ଭଦ୍ରକ ଜିଲ୍ଲାରୁ ମଧ୍ୟ କିଛି ଭାଇ ଭଉଣୀମାନେ ମଧ୍ୟ ଉପସ୍ଥିତ ରହିଛନ୍ତି। ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଆମ କାର୍ଯ୍ୟକ୍ରମ ଥିଲା ବନ୍ଧୁ ଯେଉଁମାନେ କବିତା ପାଠ ଉତ୍ସବ କରିବେ ସେମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ସେମାନଙ୍କୁ ଶ୍ରୀଚକ୍ର ସାହିତ୍ୟ ସଂସଦ ସହିତ ଜଡ଼ିତ କରିବା ଏବଂ ଶ୍ରୀଚକ୍ର ସାହିତ୍ୟ ସଂସଦର ପ୍ରଚାର ପ୍ରସାର କେମିତି ହେଇପାରିବ ଯେହେତୁ ଓଡ଼ିଆ ଭାଷା କେମିତି ଆଗକୁ ଯାଇପାରିବ ଓଡ଼ିଆ କଳା ସେଥିପାଇଁ ଏହା ଆଗକୁ ନେବା ପାଇଁ ଏ ସଂସଦ କାମ କରୁଛି ଏବଂ ଆଗକୁ ମଧ୍ୟ କାମ କରିବ। ଏବେଠୁ ପ୍ରତିଷ୍ଠାର ଏହାର ଉଦ୍ଦେଶ୍ୟ କ'ଣ? ଏହାର ପ୍ରତିଷ୍ଠା ହେଉଛି ଆମର 18 ମସିହାରେ ହେଇଥିଲା। ଆମେ ରେଜିଷ୍ଟ୍ରେସନ କରିଥିଲୁ ପାଖାପାଖି 20 ମସିହାରେ ରେଜିଷ୍ଟ୍ରେସନ କରିଥିଲୁ ଗଭର୍ଣ୍ଣମେଣ୍ଟ ସହିତ ଗଭର୍ଣ୍ଣମେଣ୍ଟ ଅର୍ଗାନାଇଜେସନ ସହିତ ଆମର ମଧ୍ୟ ରେଜିଷ୍ଟ୍ରେସନ ହୋଇଛି ଏବଂ ଏହାର ଉଦ୍ଦେଶ୍ୟ ପ୍ରଥମ ଉଦ୍ଦେଶ୍ୟ ହେଉଛି ଶ୍ରୀଚକ୍ର ସାହିତ୍ୟ ସଂସଦର ଉଦ୍ଦେଶ୍ୟ ହେଉଛି କେମିତି ନୂଆ ନୂଆ ଯୁବପିଢ଼ି ଆଗକୁ ଆଣିବା ଯେମିତିକି ସେମାନେ ଗାଁରେ ନ ରହିଯାଆନ୍ତୁ ଆଗକୁ ଆସନ୍ତୁ ଯୁବକମାନେ ହିଁ କବି ହେଲେ ଯୁବକମାନେ ହିଁ ଭବିଷ୍ୟତ ଆଜିର ଭବିଷ୍ୟତ ଏବଂ ସାହିତ୍ୟକୁ ସେମାନେ କେମିତି ଆଗକୁ ନେଇପାରିବେ ତାଙ୍କ ପାଖରେ ଯେଉଁ କଳା ପ୍ରତିଭା ଅଛି ସେମାନେ କେମିତି ଆଗକୁ ଆଣିପାରିବେ ଏହାର ହେଉଛି ମୁଖ୍ୟ ଉଦ୍ଦେଶ୍ୟ। ଏହା ଓଡ଼ିଆ ସଂସ୍କୃତି କଳା ସବୁକିଛି ବଞ୍ଚି ରହୁ ଏହା ହେଉଛି ପ୍ରଥମ ଆମର କର୍ତ୍ତବ୍ୟ। ସେଥିପାଇଁ ଶ୍ରୀଚକ୍ର ସାହିତ୍ୟ ସଂସଦ କାମ। ମ୍ୟାଡ଼ାମ ଆପଣଙ୍କ ପରିଚୟ? ମୁଁ କବିତା ଦେବବନ୍ଦିତା ଦାସ, ଭଦ୍ରକ ମୋ ଘର କିନ୍ତୁ ମୋ କର୍ମସ୍ଥଳୀ କେଉଁଝର ହାଟଠି। ଏ ସାହିତ୍ୟ ମାନେ ଆମର ସଂସ୍କୃତରେ ତାର ଆବିଧାନିକ ଅର୍ଥ ଦେଖିବା ପାଇଁ ଗଲେ ସାହିତ୍ୟ ଯିଏ ଅନ୍ୟମାନଙ୍କର ହିତ ସାଧନ କରେ ସେଇ ହିତ ସାଧନ କରୁଥିବା ବନ୍ଧୁ ମିଳନ ଆଉ ଶ୍ରୀଚକ୍ର ସାହିତ୍ୟ ସଂସଦର ପ୍ରତିଷ୍ଠାତା ପ୍ରାଣ ପ୍ରତିଷ୍ଠାତା ଏବଂ ସହଯୋଗୀ ମାନଙ୍କୁ ମୋର ହୃଦୟତମ ପ୍ରଦେଶରୁ ସମସ୍ତଙ୍କୁ ଧନ୍ୟବାଦ। ଆଉ ଏମିତି କାର୍ଯ୍ୟକ୍ରମ କରନ୍ତୁ ଯାହା ସମାଜ ପାଇଁ ଗୋଟେ ପ୍ରଶ୍ନବାଚୀ ହେଇଯିବ ଆରେ ଠିକ୍ ଏଇଟା ହିଁ ଆମ ସମାଜକୁ ଆଗକୁ ନେବାରେ ନିହାତି ଭଲ କାମ କରୁଛି ଉତ୍ତମ କାମ କରୁଛି ଏହା ହିଁ। ଆଉ ମୁଁ ବି ମଧ୍ୟ ମୋ ଅନ୍ତରରୁ ମୁଁ ନିବେଦନ କରୁଛି ଯଦି କିଛି ମୋ ଦ୍ୱାରା କିଛି ସହଯୋଗ ହେଇପାରିବ କିମ୍ବା କିଛି ଫିଲ୍ କରୁଥାନ୍ତି ତାହେଲେ ନିହାତି ମୋତେ ଜଣେଇବେ। ମୁଁ ବି ମୋର କିଛି ସାହାଯ୍ୟ ସହଯୋଗ କରିବା କଥା କରିପାରିବି। ଆଉ ଏଇ ସଂସଦକୁ କେମିତି ଆଗକୁ ନେବା ଏଇ ଯେଉଁ ପ୍ରତ୍ୟେକ କର୍ମକର୍ତ୍ତା ଆଉ ସମସ୍ତଙ୍କର ସହଯୋଗ ନିହାତି ରହିବା ଆବଶ୍ୟକ। ଆଉ ଆପଣମାନେ ତ ଏଠି ପୁରା ମାନେ ବଡ଼ ପୁଅରେ ଯେମିତି ଗୋଟେ ଘରର ଅଧିକ କାର୍ଯ୍ୟ ଥାଏ ସେମିତି ଆପଣମାନେ ଭାର ନେଇକି ଆଗକୁ ନେଇ ଚାଲନ୍ତୁ ଆଉ ଭଲ କଥା ପ୍ରଦର୍ଶନ କରନ୍ତୁ। ନିହାତି ଏହା ନିଶ୍ଚିତ ଦିନେ ଯେମିତି ଆମେ ମଞ୍ଜି ଗୋଟେ ବରଗଛର ମଞ୍ଜି କେତେ ବଡ଼ ଦେଖିଛନ୍ତି ପୁରା ଚୁଇଁଟେ ନା ଆମକୁ ଆଖିରେ ଭଲସେ ଦେଖାଯାଏନି ଯେମିତି କିଛି ବର୍ଷ ପରେ ତା ବଡ଼ ଦ୍ରୁମରେ ପରିବର୍ତ୍ତନ ହେଇଯାଏ ସେମିତି ଏଇ ଶ୍ରୀଚକ୍ର ସାହିତ୍ୟ ସଂସଦଟିକୁ ଯେଉଁଠି ଆରମ୍ଭ ହେଇଛି ବର୍ତ୍ତମାନ ତାର ଆରମ୍ଭର ସମୟ। ଆମେ ଚାହିଁଲେ ତାକୁ ନିଶ୍ଚିତ ପାଣି ସାର ଖତ ଦେଇକି ବଡ଼ କଲା ଭଳିଆ ଆମେ ଆମର ସମୟ ଆଉ ଏସବୁ ସହଯୋଗ ଦେଇକି ତାକୁ ନିଶ୍ଚିତ ଥରେ ବିଶ୍ୱ ସ୍ତରରେ ତାକୁ ପ୍ରତିପାଦନ କରିବା ଏହା ମୋର ଆଶା ଓ ବିଶ୍ୱାସ।